ରାତିରେ ଝଗଡ଼ା କଲା ସ୍ତ୍ରୀ, ଦିନରେ ଘର ଉପରକୁ ବୋମା ପକାଇଦେଲା ସ୍ୱାମୀ। କାରଣ କୌଣସି କାରଣ ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡ଼ା ହୋଇଥିଲା। ଧୀରେ ଧୀରେ ତାଙ୍କ ଭିତରର କଳହ ମଧ୍ୟ ବଢ଼ିଥିଲା। ପରେ ସ୍ତ୍ରୀକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା ସ୍ୱାମୀ। ରାତିରେ ଲାଗିଥିଲେ ଜୋରଦାର ଝଗଡ଼ା। ଦିନରେ ଘର ଉପରକୁ ବୋମା ପକାଇଦେଲା ସ୍ୱାମୀ। ଉଡ଼ିଗଲା 3ଟି ଘରର ଟିଣ ଛପର, କାନ୍ଥ ମଧ୍ୟ ତଳେ ଭୁଶୁଡ଼ି ପଡ଼ିଲା। ଅଳ୍ପକେ ବର୍ତ୍ତିଲେ ପାଖ ପଡ଼ୋଶୀ। ଦିଗପହଣ୍ଡି ଥାନା କୁଶପଡ଼ାରେ ଘଟିଛି ଏଭଳି ଘଟଣା। ସ୍ତ୍ରୀ ସହ କଳହ କରିବା ପରେ ଏପରି କାଣ୍ଡ ଭିଆଇଛି ସ୍ୱାମୀ। କୁଶପଡ଼ା ଗ୍ରାମରେ ସୁରେନ୍ଦ୍ର ଦୋରା ଏବଂ ତାଙ୍କ ସ୍ତ୍ରୀ ଭଡ଼ା ଘରେ ରହୁଥିଲେ। କୌଣସି କାରଣ ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡ଼ା ହୋଇଥିଲା। ଧୀରେ ଧୀରେ କଳହ ବଢ଼ିଥିଲା। ପରେ ସ୍ତ୍ରୀକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିଲା ସ୍ୱାମୀ। ସ୍ତ୍ରୀ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ସ୍ୱାମୀ ସୁରେନ୍ଦ୍ର ଏପରି କାଣ୍ଡ ଭିଆଇଥିଲା। ବୋମା ପକାଇ ଘରକୁ ଉଡ଼ାଇ ଦେବାକୁ ଚେଷ୍ଟା କରିଥିଲା। ଏହି ବିସ୍ଫୋରଣରେ ବାବୁ ସାହୁ, ଅନିଲ ସାହୁ ଓ ଦଣ୍ଡପାଣି ସାହୁଙ୍କ ଘର ଭାଙ୍ଗି ଟିଣ ଛପର ଉଡ଼ିଯାଇଛି। ଏନେଇ ଖବର ପାଇବା ପରେ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ରକୁ ଉଠାଇ ନେଇଛି। ତେବେ ସୁରେନ୍ଦ୍ର ବୋମା କେଉଁଠୁ ଆଣିଲା ଆଉ କେଉଁ କାରଣ ପାଇଁ ସ୍ତ୍ରୀ ସହ ବଚସା କରି ଏପରି କଲା, ସେ ନେଇ ପୋଲିସ ପଚରାଉଚରା କରୁଛି। ଏପର୍ଯ୍ୟନ୍ତ ତଦନ୍ତ ଚାଲିଛି। କଥା ଏପର୍ଯ୍ୟନ୍ତ ବି ଅସ୍ପଷ୍ଟ ରହିଛି। ବ୍ୟୁରୋ ରିପୋର୍ଟ, SCTV ଓଡ଼ିଆ।